ହ୍ୟାଲୋ ଷ୍ଟୁଡେଣ୍ଟ ୱେଲକମ୍ ଟୁ ଆମ ଗୁରୁକୁଳ ୟୁଟ୍ୟୁବ ଚ୍ୟାନେଲ। ତାହେଲେ ଗତ ଅଧ୍ୟାୟରେ ଆମେ ଆଲୋଚନା କରିଥିଲେ ପୋଷଣ ଚାପ୍ଟରର ଲାଷ୍ଟ କ୍ଲାସଟି, ଯେଉଁଥିରେ ଆମେ ଦେଖିଥିଲେ କି ଖାଦ୍ୟ ହଜମ ହେବା ପରେ ତାର ସରଳୀକୃତ ଖାଦ୍ୟଟା ଯାଇ କୋଷ ପାଖରେ ପହଞ୍ଚି ଯାଉଛି। ତାହେଲେ ଆଜିର କ୍ଲାସରେ ଦେଖିବା ଆମେ ଶୋଷଣ ଚାପ୍ଟର ବିଷୟରେ, ଯେଉଁଟାକି ପୋଷଣର ବା ଆମର ଖାଦ୍ୟ ହଜମର ପରବର୍ତ୍ତୀ ପ୍ରକ୍ରିୟା। ଏହା ଦ୍ୱାରା ହିଁ ଆମର ଖାଦ୍ୟଟା କୋଷ ପାଖରେ ପହଞ୍ଚିବା ପରେ ଖାଦ୍ୟର ଜାରଣ ଫଳରେ ସେଥିରୁ ଆମର ଶକ୍ତି ନିର୍ଗତ ହୁଏ। ତାହେଲେ ସେଇଟା ଆମର କ'ଣ ନା ସେ ଚାପ୍ଟରଟା ଆମର ସେକେଣ୍ଡ ଚାପ୍ଟର ଅଛି, ଯୋଉଟାର ନାଁ ହେଉଛି ଶୋଷଣ। ତାହେଲେ ଚାଲନ୍ତୁ ଡେରି ନକରି ଏଟାକୁ ଆମେ ଷ୍ଟାର୍ଟ କରିବା। ଆଉ ଗୋଟେ କଥା, ଏଇ ଶୋଷଣ ଚାପ୍ଟରରେ ଆମେ କ'ଣ କ'ଣ ସବୁ ଦେଖିବା ଆଗେ ଦେଖିନେବା। ଯୋଉଥିରେ ଆମେ ଦେଖିବା ଶୋଷଣ କାହାକୁ କୁହାଯାଏ, ଆଉ ଦେଖିବା ଶୋଷଣର ପ୍ରକାର ଭେଦ ବିଷୟରେ ଦେଖିବା, ଆଉ ଦେଖିବା ଜୀବମାନଙ୍କର ଶୋଷଣ କେମିତି କ'ଣ ସମ୍ପାଦିତ ହୁଏ, ଆଉ ମନୁଷ୍ୟର ଶୋଷଣ ତନ୍ତ୍ର ବିଷୟରେ ଦେଖିବା, ଆଉ ଗ୍ୟାସ୍ ପରିବହନ ବିଷୟରେ ଦେଖିବା। ତାହେଲେ କ୍ଲାସଟିକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ କହିଦେଉଛି କି ଏଇ କ୍ଲାସଟି ବହୁତ ଇମ୍ପୋର୍ଟାଣ୍ଟ କ୍ଲାସଟି, କାରଣ ଏଇ ଶୋଷଣ ଚାପ୍ଟରରୁ ହିଁ ଗୋଟେ 5 ଷ୍ଟାର ମାର୍କର କୋଶ୍ଚିନ୍ ଆସେ, ଯୋଉଟାକି ଗୋଟେ 5 ମାର୍କର କୋଶ୍ଚିନ୍ ଆସେ। ଆଉ ସେ କୋଶ୍ଚିନ୍ର ଆନ୍ସରଟା ବହୁତ କନଫ୍ୟୁଜିଂ ଆନ୍ସର। ବହୁତ ପିଲାମାନେ ୟୁଟ୍ୟୁବରେ ସର୍ଚ୍ଚ କରନ୍ତି କିନ୍ତୁ ସେମାନଙ୍କୁ ଠିକ୍ ସେ କେହି ବି ଆନ୍ସର କୁହନ୍ତି ନାହିଁ। ବୁଝିଗଲା? ତାହେଲେ କ୍ଲାସଟି ବହୁତ ଇମ୍ପୋର୍ଟାଣ୍ଟ, କ୍ଲାସକୁ ଠିକ୍ ସେ ଦେଖିବେ। ତାହେଲେ ଶୋଷଣ କାହାକୁ କୁହାଯାଏ? ଶୋଷଣ କାହାକୁ କୁହାଯାଏ ନା, ଖାଦ୍ୟ ଯେତେବେଳେ ଆମର ପାକତନ୍ତ୍ର ଦ୍ୱାରା ଖାଦ୍ୟଟା ହଜମ ହେଇଗଲା, ପାକତନ୍ତ୍ର କ'ଣ କଲା ନା, ଖାଦ୍ୟକୁ ଯେତେବେଳେ ହଜମ କରିଲା ବା ସରଳୀକୃତ କରିଦେଲା ଖାଦ୍ୟଟାକୁ, ତାହେଲେ ଖାଦ୍ୟ କ'ଣ କରୁଥିଲା ନା, ବ୍ଲଡ ଦେଇକି ପହଞ୍ଚୁଥିଲା କୋଉଠି, କୋଷ ନିକଟରେ ପହଞ୍ଚୁଥିଲା। ସେଇ କୋଷ ନିକଟରେ ପହଞ୍ଚିବା ପରେ ସେ ଜାଗାରେ କ'ଣ ହଉଥିଲା ନା, ଖାଦ୍ୟର ଜାରଣ ହଉଥିଲା। ସେ ଜାରଣରେ କିଏ ତାକୁ ସାହାଯ୍ୟ କରୁଥିଲା? ଅକ୍ସିଜେନ ତାକୁ ସାହାଯ୍ୟ କରୁଥିଲା। ତାହେଲେ ଏ ଅକ୍ସିଜେନ କେମିତି କ'ଣ ଆମ ବଡି ଭିତରକୁ ଯାଏ? ଆମର ଯୋଉ ଶୋଷଣ ତନ୍ତ୍ର ରହିଛି, ସେଇ ଶୋଷଣ ତନ୍ତ୍ର ଦେଇକି ଅକ୍ସିଜେନଟା ବଡି ଭିତରକୁ ଯାଏ, ଯୋଉଟାକୁ କ୍ୟାରି କରେ କିଏ? ସେଇ ବ୍ଲଡ କ୍ୟାରି କରିଥାଏ ଅକ୍ସିଜେନକୁ। ଅକ୍ସିଜେନ କ'ଣ କରେ ନା, ସେଠି ଯାଇ ସରଳୀକୃତ ଖାଦ୍ୟକୁ କ'ଣ କରେ ନା, ଜାରଣ କରେ। ସରଳୀକୃତ ଖାଦ୍ୟକୁ ଜାରଣ କଲା ପରେ ସେଥିରୁ କ'ଣ ନିର୍ଗତ ହୁଏ ନା, ଶକ୍ତି ନିର୍ଗତ ହୋଇଥାଏ। ଆଉ କ'ଣ ନିର୍ଗତ ହୁଏ ଜାଣିଛ ନା? କାର୍ବନ ଡାଇଅକ୍ସାଇଡ ନିର୍ଗତ ହୋଇଥାଏ। ସେଇ କାର୍ବନ ଡାଇଅକ୍ସାଇଡକୁ ପୁଣି ଥରେ ରକ୍ତ କ୍ୟାରି କରିକି ଆଣିକି ନାକ ପଟରେ ଆମ ବାୟୁମଣ୍ଡଳକୁ ଛାଡ଼ିଦିଏ। ତାହେଲେ ବୁଝିଗଲା ଶୋଷଣ କଥା କ'ଣ କହିଲି, କେମିତି କ'ଣ କହିଲି। ତାହେଲେ ଏହି ସରଳୀକୃତ ଖାଦ୍ୟ ଜାରିତ ହେବା ପରେ ସେଥିରୁ କ'ଣ ନିର୍ଗତ ହୁଏ? ଶକ୍ତି ନିର୍ଗତ ହୋଇଥାଏ, ଯାହା ଆମ ଶରୀରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୁଏ। ତାହେଲେ ତମେ ଖାଦ୍ୟ ଖାଇଲେ ହିଁ ତମକୁ ମିଳିବ ଶକ୍ତି ମିଳିବ, ଆଉ ସେ ଶକ୍ତିଟା ତମ ଶରୀରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବ। ତେଣୁ ଜୀବ ଶରୀରରେ ଖାଦ୍ୟର ଜାରଣ ହେବା ପାଇଁ ଓ ଶକ୍ତି ନିର୍ଗତ ହେବା ପରେ କୋଷର ଯୋଉ ଅଙ୍ଗାରକାମ୍ଳ ନିର୍ଗତ ହେଉଛି, ସେ ଅଙ୍ଗାରକାମ୍ଳଟା ଆମ ନିର୍ଗତ ହେଉଛି, ସେ ଅଙ୍ଗାରକାମ୍ଳ ନିର୍ଗତ ହେବା ବାୟୁମଣ୍ଡଳକୁ ଛାଡ଼ିବା ପ୍ରକ୍ରିୟାକୁ ଆମେ କ'ଣ କହିଲେ ନା, ଆମର ଶୋଷଣ ବୋଲି ତାକୁ କହିଲେ। ତାହେଲେ ସେ କ'ଣ କହିଲା? ପ୍ରଥମେ କହିଲା କ'ଣ ନା, ଖାଦ୍ୟର ଜାରଣ ହେଲା। ତାହେଲେ ପ୍ରଥମ ଶୋଷଣର ପ୍ରଥମ ଷ୍ଟେପ୍ ହେଉଛି କ'ଣ? ଖାଦ୍ୟର ଜାରଣ ହେବ କେମିତି ନା, ଅକ୍ସିଜେନ ଯେତେବେଳେ ଆସିକି ଖାଦ୍ୟ ସହିତ ମିଶିଯିବ। ତାହେଲେ ଖାଦ୍ୟ ସହିତ ଅକ୍ସିଜେନ ମିଶିଲେ ଖାଦ୍ୟର ଜାରଣ ହେବ। ଜାରଣ ହେବା ଫଳରେ ଦ୍ୱିତୀୟ ପ୍ରକ୍ରିୟାରେ କ'ଣ ହେବ ନା, ସେଥିରୁ ଶକ୍ତି ନିର୍ଗତ ହେବ, ଯୋଉଟାକି ଆମ ଶରୀରରେ ୟୁଜ୍ ହେବ। ଶରୀରରେ ୟୁଜ୍ ହେଲା ପରେ ସେଥିରୁ କ'ଣ ଆମକୁ ନିର୍ଗତ ହେବ ନା, କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ନିର୍ଗତ ହେବ। ସେଇ ଅଙ୍ଗାରକାମ୍ଳ ତୃତୀୟ ପର୍ଯ୍ୟାୟରେ ରକ୍ତ ଦ୍ୱାରା କ'ଣ ହେବ ନା, ଆମର ଫୁସଫୁସ ଦେଇକି, ନାକ ଦେଇକି ବାୟୁମଣ୍ଡଳରେ ଆସିକି ଛାଡ଼ିଦବ। ତାହେଲେ ବୁଝିଗଲା ଏଇଟା କିଏ କାମ କରେ ନା, ଆମ ଶ୍ୱାସନ ତନ୍ତ୍ର ଏଥିପାଇଁ କାମ କରେ। ଅହରହ ଆମ ଶୋଷଣ ତନ୍ତ୍ର ଏଥିପାଇଁ କାମ କରିଥାଏ। ତାହେଲେ ବୁଝିଗଲା। ତାହେଲେ ଶୋଷଣ ତନ୍ତ୍ରର କାର୍ଯ୍ୟ କ'ଣ ରହିଲା? ଶୋଷଣ ତନ୍ତ୍ରର କାର୍ଯ୍ୟ ରହିଲା କି ସେଟା କ'ଣ କରେ ନା, ଆମ ଯୋଉ ଅକ୍ସିଜେନଟା ଆମ ଶରୀରକୁ ନିଏ, ଆଉ ଅଙ୍ଗାରକାମ୍ଳଟା ଶରୀର ବାହାରକୁ ବାହାରି କରିଥାଏ। କିନ୍ତୁ ତା ବ୍ୟତୀତ ଏହାର ମୁଖ୍ୟ କାମ କ'ଣ ରହିଲା ନା, କୋଷ ପାଖରେ ନେଇ ଅକ୍ସିଜେନ ପହଞ୍ଚେଇବ, ଯାହାଦ୍ୱାରା ଆମର ଯୋଉ ସରଳୀକୃତ ଖାଦ୍ୟ କୋଷ ପାଖରେ ଯାଇକି ଜାରଣ ହେବ, ଯୋଉଥିରୁ ତାର ଶକ୍ତି ନିର୍ଗତ ହେବ। ବୁଝିଗଲା? ତାହେଲେ ଏଇଟା ଥିଲା ଶୋଷଣ। ତାହେଲେ ଶୋଷଣ କେତେ ପ୍ରକାର ଜାଣିଛ କି? ଶୋଷଣ ହେଉଛି ଦୁଇ ପ୍ରକାରର, ଯୋଉଟା କି ହେଉଛି ବାୟୁ ଉପଜୀବୀ ଶୋଷଣ, ବାୟୁ ଅପଜୀବୀ ଶୋଷଣ। ଏଇ ଯୋଉ ଉ ରହିଛି,
ଉର ଅର୍ଥ କ'ଣ ରହିଛି? ଉପଜୀବୀର ଅର୍ଥ କ'ଣ? ନା ବାୟୁ ଯୋଉଠି ଉପସ୍ଥିତ ହବ। ଉରୁ ମନେ ରଖିପାରିବ କି ଉପସ୍ଥିତ, ଆଉ ଅରୁ ମନେ ରଖିବ ଅନୁପସ୍ଥିତ। ଅନୁପସ୍ଥିତ ତାହେଲେ ମନେ ରଖିପାରିବ। ଏମିତି କରି ସର୍ଟ ଫର୍ମରେ ଟ୍ରିକରେ ମନେ ରଖିପାରିବ। ତାହେଲେ ବାୟୁ ଉପଜୀବୀ ଶୋଷଣ କାହାକୁ କୁହାଯାଏ? ନା ବାୟୁର ଉପସ୍ଥିତିରେ ହେଉଥିବା ଶୋଷଣକୁ ବାୟୁ ଉପଜୀବୀ ଶୋଷଣ କୁହାଯାଏ। ତାହେଲେ ଯୋଉ ତମେ ଏମିତି କହିପାରିବ କି ଯୋଉ ଜାଗାରେ ଯୋଉ ଶୋଷଣରେ ଆମର ବାୟୁର ଉପସ୍ଥିତି ଥାଏ ବା ଅମ୍ଳଜାନର ଉପସ୍ଥିତି ଥାଏ, ସେ ଜାଗାରେ କ'ଣ ହୁଏ? ନା ବାୟୁ ଉପଜୀବୀ ଶୋଷଣ ସେ ଜାଗାରେ ସମ୍ପାଦିତ ହୁଏ। ଦେନ୍ ଏଥିରୁ କ'ଣ ହୋଇଥାଏ? ନା ଅଧିକ ଶକ୍ତି ନିର୍ଗତ ହୋଇଥାଏ। ଅଧିକ ଶକ୍ତି ନିର୍ଗତ ହୋଇଥାଏ। ଦେନ୍ କ'ଣ କହିଛି? ନା ବାୟୁ ଅପଜୀବୀ ଶୋଷଣ କଥା କହିଛି, ଯୋଉଟା କି ବାୟୁ ଉପଜୀବୀ ଶୋଷଣର ଓଲଟା, ଯୋଉଟାରେ କ'ଣ ହୁଏ? ନା ଅମ୍ଳଜାନର ଉପସ୍ଥିତି ନଥାଏ ବା ସେ ଜାଗାରେ ଅଭାବ ରହିଥାଏ। ଠିକ୍ ଅଛି? ଅମ୍ଳଜାନ ବହୁତ କମ୍ ପରିମାଣରେ ଅମ୍ଳଜାନ ଥିବ, କିମ୍ବା ଟୋଟାଲି ସେ ଜାଗାରେ ଅମ୍ଳଜାନ ନଥିବ। ଦେନ୍ ଏଥିରୁ କ'ଣ ହୁଏ? ନା କମ୍ ଶକ୍ତି ନିର୍ଗତ ହୋଇଥାଏ। କମ୍ ଶକ୍ତି ନିର୍ଗତ ହୋଇଥାଏ। ବୁଝିପାରିଲ ତାହେଲେ ବାୟୁ ଉପଜୀବୀ ଶୋଷଣ, ବାୟୁ ଅପଜୀବୀ ଶୋଷଣ ବିଷୟରେ, ଯୋଉଟାକୁ ଆମେ ମାନେ ଆଗାମୀ କ୍ଲାସରେ ଡିଟେଲରେ ଡିସ୍କସନ କରିବା। ଡିଟେଲରେ ଡିସ୍କସନ କରିବା ଏ ବିଷୟରେ। ତାହେଲେ ବର୍ତ୍ତମାନ ଦେଖିବା କୋଷୀୟ ଶୋଷଣ ବିଷୟରେ ଦେଖିବା। ତାହେଲେ କୋଷୀୟ ଶୋଷଣ କଲେ ତମେ କ'ଣ ବୁଝୁଛ? ନା କୋଷ ମାନଙ୍କରେ ହେଉଥିବା ଶୋଷଣକୁ ଆମେ କ'ଣ କହୁଛୁ? ନା କୋଷୀୟ ଶୋଷଣ କହୁଛୁ। ତାହେଲେ କୋଷ ମାନଙ୍କର କହିଲେ ମାନେ ଅର୍ଥାତ୍ ଯେମିତି କହିଲି କି ସରଳୀକୃତ ଖାଦ୍ୟଟା ଯେତେବେଳେ କୋଷ ପାଖରେ ଆସି ପହଞ୍ଚିଯିବ, ତାପରେ କ'ଣ ହବ ସେଠି? ନା ଅମ୍ଳଜାନ ସାହାଯ୍ୟରେ ତାର ସେଠି କ'ଣ ହବ? ନା ଜାରଣ ହବ। କାହାର? ଖାଦ୍ୟର, ସରଳୀକୃତ ଖାଦ୍ୟର ଜାରଣ ହବ, ଯାହା ଦ୍ୱାରା ଶକ୍ତି ନିର୍ଗତ ହବ ଆମର। ତାହେଲେ ସେଟା ଯେହେତୁ କୋଷ ପାଖରେ ହଉଛି, ତେଣୁ ତାହାକୁ କ'ଣ କୁହାହେଲା? ସେଇ ପ୍ରକାର ଶୋଷଣକୁ କୋଷୀୟ ଶୋଷଣ ତାକୁ କୁହାଯାଏ। ସେ ଲେଖା ହେଇଛି କି ଖାଦ୍ୟର ଜାରଣ ଘଟି ସେଥିରୁ ଶକ୍ତି ନିର୍ଗତ ହେବା ପ୍ରକ୍ରିୟା ଜୀବକୋଷରେ ନିର୍ବାହ ହୋଇଥାଏ। ତାହେଲେ କୋଉଠି ହୋଇଥାଏ? ନା ଜୀବକୋଷରେ ନିର୍ବାହ ହୋଇଥାଏ। ତେଣୁ ଏହାକୁ କ'ଣ କୁହାଯାଏ? ନା କୋଷୀୟ ଶୋଷଣ ବୋଲି ଆମେ କହିଥାଉ। ବୁଝିହେଲା? ତାହେଲେ ଏଠି କୋଷୀୟ ଶୋଷଣରେ କ'ଣ ହୁଏ? ନା ଯୋଉ ଆମର ରହିଛି ଗ୍ଲୁକୋଜ ଅଣୁ ରହିଛି, ଆମର କ'ଣ ରହିଛି? ନା ଗ୍ଲୁକୋଜ ଅଣୁ ଯୋଉ ଆମର ରହିଛି C6H12O6, ଏଟା ଏଟା କାହାର ସିମ୍ବଲ? ଗ୍ଲୁକୋଜର। ଯୋଉଟା କି ଶ୍ଵେତସାର ଜାତୀୟ ଖାଦ୍ୟର ଗୋଟେ ସରଳୀକୃତ ଫର୍ମ। ସେ କ'ଣ ହେଲା? ନା ଅମ୍ଳଜାନ ମାନେ ସହ ମିଶିକି, ଅମ୍ଳଜାନ ସହ ମିଶି ସେ କ'ଣ କଲା? ନା ଏ ଗ୍ଲୁକୋଜ ଅଣୁର ଜାରଣ ହୋଇଗଲା। ଏ ଜାଗାରେ କ'ଣ ହେଲା? ନା ଗ୍ଲୁକୋଜ ଅଣୁର ଜାରଣ ହେଇଗଲା। କ'ଣ ପାଇଁ? ନା ତା ସହିତ ଅମ୍ଳଜାନ ଯୋଗ ହେଇଛି। ଏ ଜାଗାରେ ଗ୍ଲୁକୋଜ ଅଣୁର ଜାରଣ ହେଇଯାଇଛି। ତାହେଲେ ଜାରଣ ହେବା ଫଳରେ ତାହେଲେ କ'ଣ ହବ? ଏ ଜାଗାରେ ଜାରଣ ଯେତେବେଳେ ହେଇଯାଇଛି, ଜାରଣ ହେଇଯିବା ଫଳରେ ଏଥିରୁ କ'ଣ ନିର୍ଗତ ହବ? ଆମର ଏନର୍ଜି ନିର୍ଗତ ହବ ବା ଶକ୍ତି ନିର୍ଗତ ହବ, ଯୋଉଟା କି ଏଟିପି ଫର୍ମରେ ନିର୍ଗତ ହବ। ଏ ଜାଗାରେ ଏଟିପି ଫର୍ମରେ ନିର୍ଗତ ହବ। ତା ସହିତ ଆଉ କ'ଣ ନିର୍ଗତ ହବ? ନା ଆମର ଅଙ୍ଗାରକାମ୍ଳ ଯୁକ୍ତ ଜଳୀୟ ବାଷ୍ପ ଆମର ନିର୍ଗତ ହବ। ତମମାନେ ଏମିତି ବୁଝିପାରିବ କି ଏଟା ଏଟା କ'ଣ? ପ୍ରାଣୀ ମାନଙ୍କର ରେଗୁଲାର ପ୍ରକ୍ରିୟା। ଏଇଟା ଶୋଷଣ ପ୍ରକ୍ରିୟା ଆମର ପ୍ରାଣୀ ମାନଙ୍କର, ଏଇଟା ଗୋଟେ ରେଗୁଲାର ପ୍ରକ୍ରିୟା। କି ଶ୍ଵେତସାର ଜାତୀୟ ଖାଦ୍ୟ ଯେତେବେଳେ ଗ୍ଲୁକୋଜକୁ ମାନେ ଭାଙ୍ଗିକି ସେ କ'ଣ କରେ? ନା ଅମ୍ଳଜାନ ସହିତ ମିଶିକି ଜାରଣ ଘଟେ ତାର, ସେଥିରୁ କ'ଣ ନିର୍ଗତ ହୁଏ? ନା ଶକ୍ତି ନିର୍ଗତ ହୁଏ, ଯୋଉଟା କି ଏଟିପି ଫର୍ମରେ ନିର୍ଗତ ହୁଏ। ଯୁକ୍ତ ଆଉ କ'ଣ ନିର୍ଗତ ହୁଏ? ନା ଆମର ଅଙ୍ଗାରକାମ୍ଳ, ଯୋଉଟା କି ଆମେ ବାୟୁମଣ୍ଡଳକୁ ନାକ ପଟରେ ଛାଡିଥାଉ, ଆଉ ଜଳୀୟ ବାଷ୍ପ ଆମେ ନିର୍ଗତ କରିଥାଉ। ବୁଝିହେଲା? ତାହେଲେ ଏଟିପି କି ଆମେ କ'ଣ କହିଥାଉ ଜାଣିଛ ନା? ଏଟିପି କି ଆମେ ଆମ ବଡିର ଶକ୍ତି ମୁଦ୍ରା କହିଥାଉ। କ'ଣ କହିଥାଉ? ନା ଶକ୍ତି ମୁଦ୍ରା ବୋଲି ଆମେ କହିଥାଉ ଆମ ବଡିର ଏଟିପି କି। ତାହେଲେ ମୁଖ୍ୟତଃ କୋଷୀୟ ଶୋଷଣ 3 ପ୍ରକ୍ରିୟାରେ ସମ୍ପାଦିତ ହୋଇଥାଏ। ତାହେଲେ ମୁଖ୍ୟତଃ ଆମର ଯୋଉ କୋଷୀୟ ଶୋଷଣ ରହିଛି, ଏଟା 3 ପ୍ରକ୍ରିୟାରେ ସମ୍ପାଦିତ ହୋଇଥାଏ। ତାହେଲେ ପ୍ରଥମ ପ୍ରକ୍ରିୟାଟା ଆମର ହଉଛି ଗ୍ଲାଇକୋଲିସିସ୍, ଦ୍ୱିତୀୟଟି ହଉଛି ସାଇଟ୍ରିକ୍ ଅମ୍ଳ ଚକ୍ର, ତୃତୀୟଟି ହଉଛି ଇଲେକ୍ଟ୍ରନ୍ ପରିବହନ ସଂସ୍ଥା। ତାହେଲେ ଆଜିର ଏ କ୍ଲାସରେ ଆମେ ଗ୍ଲାଇକୋଲିସିସ୍ ଆଉ ସାଇଟ୍ରିକ୍ ଅମ୍ଳ ଚକ୍ରକୁ ଡିଟେଲ ଭାବରେ ପଢିବା, ଆଉ ଇଲେକ୍ଟ୍ରନ୍ ପରିବହନ ସଂସ୍ଥାଟା ଯେହେତୁ ଆମର ଯୋଉ ଆଗାମୀ କ୍ଲାସରେ ପଢିବା, କାରଣ ଏଥିରେ ହିଁ ଏଟାକୁ ଯଦି ଆମେ ଆଗାମୀ କ୍ଲାସରେ ଆଲୋଚନା ନ କରିବା, ତାହେଲେ ଆମେ ବାୟୁ ଉପଜୀବୀ ଶୋଷଣ, ବାୟୁ ଅପଜୀବୀ ଶୋଷଣ ବିଷୟରେ ଆମେ କିଛି ବି ଡିଟେଲରେ ଏକ୍ସପ୍ଲେନ କରିପାରିବା ନାହିଁ। ସେଇଥିପାଇଁ ତାକୁ ମୁଁ ଆଗାମୀ କ୍ଲାସକୁ ରଖିଛି। ଆଜିର କ୍ଲାସରେ ପଢିବା ଆମେ ଗ୍ଲାଇକୋଲିସିସ୍ ଆଉ ସାଇଟ୍ରିକ୍ ଅମ୍ଳ ଚକ୍ର। ହେଲେ ବର୍ତ୍ତମାନ ଦେଖିବା, ଯେହେତୁ ଆମେ ଜାଣିଲେ କି କୋଷୀୟ ଶୋଷଣ ବିଷୟରେ, ବର୍ତ୍ତମାନ ଆମେ ଜାଣିଗଲେ କି କୋଷୀୟ ଶୋଷଣ ଆମର ଜୀବକୋଷରେ ଘଟୁଛି। ତାହେଲେ ଜୀବକୋଷରେ ଘଟିବା ପାଇଁ ହେଲେ, ତାହେଲେ ସେ କୋଉ ମାନେ ଜୀବକୋଷରେ କୋଉ ଅଙ୍ଗିକା ଗୁଡ଼ିକ ପାଖରେ ଘଟୁଛି କୋଷୀୟ ଶୋଷଣ, ତାକୁ ତ ଜାଣିବାକୁ ହବ କି ନାହିଁ? ତମମାନଙ୍କୁ ଯଦି ମୁଁ ସେଇଟା ନ କହିବି, ଯେମିତି କି ସ୍କୁଲ ମାନଙ୍କରେ କହୁନାହାନ୍ତି, ସ୍କୁଲ ମାନଙ୍କରେ ନ କହିଲେ ମୁଁ ସେମିତି ସେଇ ମାଷ୍ଟରଙ୍କ ଭଳିଆ ପଢେଇ ଦେଇ ପଳେଇବି।
ସେଇଥିପାଇଁ ମୁଁ ଡିଟେଲରେ କହୁଛି କି କୋଷୀୟ ଶୋଷଣର ଆଧାର ଗୁଡ଼ିକ କିଏ କିଏ। ତାହେଲେ କୋଷ ମଧ୍ୟରେ ଥିବା କୋଷ ଜୀବକ ଜାଣିଛ ନା ନାହିଁ? ଆରେ କୋଷ ଝିଲି କାହାକୁ ଘେରିକି ରହିଛି? କୋଷ ରସକୁ ଘେରି ରହିଛି ବା କୋଷ ଜୀବକକୁ ଘେରିକି ରହିଛି ବା ସାଇଟୋପ୍ଲାଜମକୁ ଘେରିକି ରହିଛି। ସେଇ ସାଇଟୋପ୍ଲାଜମରେ ଆମର କଣ ହୋଇଥାଏ ନା ଗ୍ଲାଇକୋଲିସିସ୍ ଯୋଉଟା ଆମର ପ୍ରକ୍ରିୟା ରହିଛି ସେ ଗ୍ଲାଇକୋଲିସିସଟା କମ୍ପ୍ଲିଟ୍ ହୋଇଥାଏ। ତାହେଲେ ମନେ ରହିଲା ଗ୍ଲାଇକୋଲିସିସଟା କୋଉଠି କମ୍ପ୍ଲିଟ୍ ହୋଇଥାଏ ନା ସାଇଟୋପ୍ଲାଜମ ବା କୋଷ ଜୀବକରେ ଆମର ଗ୍ଲାଇକୋଲିସିସର ପ୍ରୋସେସଟା କମ୍ପ୍ଲିଟ୍ ହୋଇଥାଏ। ତାହେଲେ କୋଷ ଜୀବକରେ ଥିବା ଭାସମାନ ଅବସ୍ଥାରେ ଥିବା ମାଇଟୋକଣ୍ଡ୍ରିଆ ଯୋଉଟା ଆମର କହନ୍ତି କି ମାନେ ଆମ ବଡିର କଣ କହନ୍ତି ନା ପାୱାର ହାଉସ ବୋଲି କହିଥାଉ। ଆରେ ପାୱାର ହାଉସ ବୋଲି କହିଥାଉ କି ନାହିଁ? କଣ ପାଇଁ ଆମେ କହିଥାଉ ନା ଏଟା କଣ କରେ ଯେହେତୁ ଏହା ଭିତରେ ଏଟିପି ସିନ୍ଥେସାଇଜ ହୁଏ କୋଉଠି ମାଇଟୋକଣ୍ଡ୍ରିଆରେ ଏଟିପି ସିନ୍ଥେସାଇଜ ହୁଏ ଯାହାକୁ ଆମେ କଣ କହିଥାଉ ନା ଶକ୍ତି ମୁଦ୍ରା କହିଥାଉ। ଯଦି ତମେ ଗୋଟେ ଲୋକ କହିବ କି ପାୱାର ହାଉସ କଣ ପାଇଁ କୁହାଯାଏ ଯେମିତି ଗୋଟେ ଜେନେରେଟର ବୁଝିଲା କି ଜେନେରେଟର କଣ କରେ ଇଲେକ୍ଟ୍ରିସିଟି ମାନେ କଣ ସିନ୍ଥେସାଇଜ କରେ ବା ଇଲେକ୍ଟ୍ରିସିଟି ତିଆରି କରେ। ତେଣୁକରି ସେଟା କଣ ହେଲା ଗୋଟେ ପାୱାର ହାଉସ ହେଲା କୋଉଟା ଜେନେରେଟରଟା। ତେଣୁକରି ମାଇଟୋକଣ୍ଡ୍ରିଆ ଯେହେତୁ ଏଟିପି ସିନ୍ଥେସାଇଜ କରୁଛି ଯୋଉଟା କି ଆମ ଶରୀରରେ ଏନର୍ଜି କରେନ୍ସି ବା ଶକ୍ତି ମୁଦ୍ରା ରୂପରେ କାମ କରୁଛି। ତେଣୁକରି ଆମେ ମାଇଟୋକଣ୍ଡ୍ରିଆକୁ କଣ କହିଛେ ନା ଆମର ଶକ୍ତିର ଉତ୍ସ ଆମ ଶରୀରର ବା ପାୱାର ହାଉସ ବୋଲି ଆମେ କହିଥାଉ। ତାହେଲେ ଏଇ ମାଇଟୋକଣ୍ଡ୍ରିଆଟା କୋଉଠି ରହିଛି ନା ଆମ ସେଲର ଯୋଉ ଆମର ରହିଛି କୋଷ ରସ ରହିଛି ବା ସାଇଟୋପ୍ଲାଜମ ରହିଛି ସେଥିରେ ଭାସୁଛି କିଏ ନା ଆମର ମାଇଟୋକଣ୍ଡ୍ରିଆ ଭାସୁଛି ଯେମିତି କି ଏ ଚିତ୍ରରେ ବର୍ତ୍ତମାନ ଆପଣ ସମସ୍ତେ ଦେଖି ପାରୁଥିବେ। ଏଇଟା ଆମର କଣ ଏଇଟା ଗୋଟେ ସେଲ ଆମର ରହିଛି। ଏଇଟା ତାର କୋଷ ଝିଲ୍ଲି ତା ଭିତରେ ରହିଛି କଣ କୋଷ ଜୀବକ ରହିଛି। ଆଉ ଏଇଟା ଚିତ୍ର ଦେଖିପାରୁଥିବ ଏଇଟା ହଉଛି ମାଇଟୋକଣ୍ଡ୍ରିଆ ଯୋଉଟା କି ଆମ ଶରୀରର ପାୱାର ହାଉସ। ସେ ମାଇଟୋକଣ୍ଡ୍ରିଆ କୋଉଠି ଭାସିକି ରହିଛି ନା କୋଷ ରସରେ ଭାସିକି ରହିଛି। ତାହେଲେ ଏ ମାଇଟୋକଣ୍ଡ୍ରିଆକୁ ଯେତେବେଳେ ଆମେ ପିସ୍ ପିସ୍ କରି କାଟି ଦେଇଛେ ଏଇ ତଳ ଚିତ୍ର ଦେଖିପାରୁଛ ନା ପିସ୍ ପିସ୍ କରି କାଟି ସାରିଲା ପରେ ମାଇଟୋକଣ୍ଡ୍ରିଆକୁ କିଛି ଏଇ ଟାଇପର ତା ଭିତରେ ଷ୍ଟ୍ରକ୍ଚର ଦେଖାଯାଉଛି। କିଛି ଏଇ ଟାଇପର ଷ୍ଟ୍ରକ୍ଚର ଫୁଲ ଟାଇପର କିଛି ଷ୍ଟ୍ରକ୍ଚର ଦେଖାଯାଉଛି ଫୁଲର ପାଖୁଡା ଟାଇପର। ଏଇ ପାଖୁଡା ଗୁଡାକୁ କଣ କୁହାଯାଇଛି ଜାଣିଛ? ପାଖୁଡା ଗୁଡାକୁ କୁହାଯାଇଛି ବା ଏଇ ଯୋଉ ଭାଙ୍ଗ ଭାଙ୍ଗ ସ୍ଥାନ ନାହିଁ ଆଙ୍ଗୁଠି ଭଳିଆ ଦେଖିପାରୁଥିବ ଏ ଭାଙ୍ଗ ଭାଙ୍ଗ ସ୍ଥାନକୁ କୁହାଯାଇଛି କ୍ରିଷ୍ଟାଇ କୁହାଯାଇଛି କ୍ରିଷ୍ଟାଇ। ଏ ଲେଖା ହେଇଛି କ୍ରିଷ୍ଟି ଲେଖା ହେଇଛି ସେଟା ଇଂରାଜୀରେ କଣ କହନ୍ତି କ୍ରିଷ୍ଟାଇ ଠିକ ଅଛି। ଆଉ ୟା ଭିତରେ ଯୋଉ ମାଇଟୋକଣ୍ଡ୍ରିଆର ରସ ରହିଛି ସେ ମାଇଟୋକଣ୍ଡ୍ରିଆକୁ ରସକୁ କହନ୍ତି ଆମେ ମ୍ୟାଟ୍ରିକ୍ସ ବୋଲି ଆମେ କହିଥାଉ। ବୁଝିଲା ସେଇ ମ୍ୟାଟ୍ରିକ୍ସରେ ହିଁ କଣ ହୁଏ ନା ଆମର ସାଇଟ୍ରିକ ଏସିଡର ଚକ୍ର ଯୋଉଟା ଆମର ଅଛି ସାଇଟ୍ରିକ ଅମ୍ଳ ଚକ୍ର ସେଟା ସମ୍ପାଦିତ ହୋଇଥାଏ କୋଉଠି ଏ ମ୍ୟାଟ୍ରିକ୍ସରେ ସମ୍ପାଦିତ ହୋଇଥାଏ। ଦେନ୍ ଆଉ ଗୋଟେ ଆମର ଯୋଉ ରହିଲା ଗୋଟେ ତ ଜାଣିଲୁ ଆମେ କଣ ଗ୍ଲାଇକୋଲିସିସ୍ ବିଷୟରେ ଜାଣିଗଲେ କୋଷୀୟ ଶୋଷଣର ପ୍ରଥମ ଷ୍ଟେପ ଗ୍ଲାଇକୋଲିସିସ୍। ଦ୍ୱିତୀୟ ଷ୍ଟେପଟା ଆମର କଣ ରହିଲା ସାଇଟ୍ରିକ ଅମ୍ଳ ଚକ୍ର। ତୃତୀୟଟି ଯୋଉ ରହିଲା ଆମର ଇଲେକ୍ଟ୍ରନ ପରିବହନ ସଂସ୍ଥା ସେଟା କୋଉଠି ସମ୍ପାଦିତ ହୁଏ ନା ମାଇଟୋକଣ୍ଡ୍ରିଆର ଅନ୍ତଝିଲି। ଏଇଟା କଣ ମାଇଟୋକଣ୍ଡ୍ରିଆର ଆଉଟର ମେମ୍ବ୍ରେନ୍ ଏଇଟା ହଉଛି ତା ଭିତରେ ଥିବ କଣ ଇନର ମେମ୍ବ୍ରେନଟା। ସେଇ ମାଇଟୋକଣ୍ଡ୍ରିଆର ଇନର ମେମ୍ବ୍ରେନରେ କଣ ସବୁ ରହିଛି ପ୍ରୋଟିନ ରହିଛି ଆଉ ଇଲେକ୍ଟ୍ରନର ବାହକ ଅଣୁ ଗୁଡ଼ିକ ସବୁ ରହିଛି। ସେଇମାନେ ହିଁ କଣ କରିଥାନ୍ତି ନା ଏଇ ଯୋଉ ଆମର ରହିଲା କଣ ଇଲେକ୍ଟ୍ରନ ପରିବହନ ସଂସ୍ଥା ରୂପେ କାର୍ଯ୍ୟ କରିଥାନ୍ତି। ତାହେଲେ ବର୍ତ୍ତମାନ ଆମେ ଡିଟେଲରେ ଦେଖିବା ଏଇ ଗ୍ଲାଇକୋଲିସିସ୍ ବିଷୟରେ ବର୍ତ୍ତମାନ ଆମେ ଡିଟେଲରେ ଦେଖିବା। ତ ଗ୍ଲାଇକୋଲିସିସ୍ ବିଷୟରେ ବର୍ତ୍ତମାନ ଡିଟେଲରେ ମୁଁ ଯେତେବେଳେ କହିବି ପ୍ରଥମେ ଜାଣିବାକୁ ହବ ଏଇଟା କୋଉଠି ହୁଏ। ମୁଁ ଯେମିତି କହିଲି କି ଗ୍ଲାଇକୋଲିସିସଟା ଆମର କୋଷ ଜୀବକର ହଉଛି ଦେଖିପାରୁଥିବ ଗ୍ଲାଇକୋଲିସିସଟା କୋଉଠି ହଉଛି ଏ କୋଷ ଭିତରେ ଥିବା କୋଷ ରସ ବା କୋଷ ଜୀବକରେ ଆମର ଗ୍ଲାଇକୋଲିସିସଟା ସଂଗଠିତ ହଉଛି। ତେଣୁକରି ୟାକୁ ମୁଁ ହାଇଲାଇଟ୍ ବର୍ତ୍ତମାନ କରିଦେବି କି ଗ୍ଲାଇକୋଲିସିସଟା କୋଷ ଜୀବକରେ ସଂଗଠିତ ହେଲା। ବୁଝିହେଲା ଏଟା ଗୋଟେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଘଟଣା। ଗ୍ଲାଇକୋଲିସିସ୍ ମଧ୍ୟ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଘଟଣା। ପ୍ରଥମ ସୋପାନରେ କଣ ହୁଏ ନା 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ କଣ ହୁଏ ନା 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ମୁଁ ଯେମିତି କହିଲି କି C6H12O6 ଏଇଟା ଆମର କଣ ରହିଲା ନା ଗ୍ଲୁକୋଜର ସଂକେତ ହେଇଥିଲା। ଏଥିରେ ଯୋଉ 6ଟି କାର୍ବନ ରହିଛି ତେଣୁକରି କୁହାଯାଇଛି କଣ ନା 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ କଣ କରେ ନା ଏଟିପି ଗ୍ରହଣ କରି 2ଟି 3 କାର୍ବନ ବିଶିଷ୍ଟ ସରଳ ଶର୍କରାରେ ପରିଣତ ହୁଏ। ତାହେଲେ ସେ କଣ କହିଲା ନା ଯୋଉ ଗ୍ଲୁକୋଜ ଅଣୁ ଆମର ରହିଲା ସେ ଗ୍ଲୁକୋଜ ଅଣୁ କଣ କରୁଛି ସେ ଗ୍ଲୁକୋଜ ଅଣୁ ଯୋଉଟା କି ଆମର 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ଯେତେବେଳେ ଏଟିପି ଗ୍ରହଣ କରୁଛି ଏଟିପି କୁ ମାନେ ମାନିନ ସେ ଖାଇଦେଲା ଏଟିପି ଖାଇଲା ପରେ
ସେ କ'ଣ ହବ ନା 2ଟି 3 କାର୍ବନ ବିଶିଷ୍ଟ ଶର୍କରାରେ ପରିଣତ ହବ ବା ସରଳ ଶର୍କରାରେ ସିଏ ପରିଣତ ହେଇଗଲା। ତାହେଲେ ଗ୍ଲୁକୋଜଟି ଭାଙ୍ଗିଗଲା। 6ଟି ଯୋଉ ଗ୍ଲୁକୋଜ ଥିଲା, ଯୋଉ କାର୍ବନ ଥିଲା ସେଟା କ'ଣ କରୁଛି ନା 2ଟି 3 କାର୍ବନ ବିଶିଷ୍ଟ ଶର୍କରାରେ ପରିଣତ ହୋଇଛି, ଯୋଉଟା ଟୋଟାଲ କାର୍ବନର ସଂଖ୍ୟା ମଧ୍ୟ ଏଠି କେତେ ଅଛି? 6 ଅଛି। କିନ୍ତୁ 2ଟା ଆମର ଶର୍କରା ଅଣୁ ମିଳିଗଲା ବର୍ତ୍ତମାନ। ସେଇ 2ଟା ଶର୍କରା ଅଣୁ ପରେ କ'ଣ କରିଛନ୍ତି ନା ଗୋଟେ ସେଇ 3 କାର୍ବନ ବିଶିଷ୍ଟ କ'ଣ ହେଇଛି? ସେଇ 3 କାର୍ବନ ବିଶିଷ୍ଟ ପାଇରୁଭିକ ଅମ୍ଳରେ ପରିଣତ ହୋଇଛନ୍ତି। ତାହେଲେ ସେଟା ଦ୍ୱିତୀୟ ସୋପାନରେ କ'ଣ ହେଇଛି? ଏଟା ଥିଲା ଆମର ପ୍ରଥମ ସୋପାନ। ତାହେଲେ ଦ୍ୱିତୀୟ ସୋପାନରେ ଦେଖିବା କ'ଣ ହେଇଛି ନା ସେହି 3 କାର୍ବନ ବିଶିଷ୍ଟ 2ଟି ଅଣୁ ଜୈବ ରାସାୟନିକ ପ୍ରକ୍ରିୟା ଦ୍ୱାରା 3 କାର୍ବନ ବିଶିଷ୍ଟ ପାଇରୁଭିକ ଅମ୍ଳରେ ପରିଣତ ହେଇଛି। ତାହେଲେ ସେମାନେ ତା ସହିତ ମଧ୍ୟ କ'ଣ ଦେଇଛନ୍ତି ନା ଏଟିପି ସିନ୍ଥେସାଇଜ କରିଛନ୍ତି ଆଉ NADH2 ନାମକ ଗୋଟେ ଅଣୁର ସିନ୍ଥେସାଇଜ କରିଛନ୍ତି। ତାହେଲେ ଏଇଟା ହେଉଛି ତା ଇକ୍ୱେସନଟା ଦେଖିପାରୁଥିବ। 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ଯେତେବେଳେ ଗୋଟେ ଏଟିପି ଗ୍ରହଣ କରିଛି, ଏଟିପି ଗ୍ରହଣ କରି କ'ଣ କରିଛି ସେ ନା 2ଟି 3 କାର୍ବନ ବିଶିଷ୍ଟ ସରଳ ଶର୍କରାରେ ପରିଣତ ହୋଇଛି। ସେଇ ସରଳ ଶର୍କରା ପୁନର୍ବାର କ'ଣ କରିଛି? ଜୈବ ରାସାୟନିକ ପ୍ରକ୍ରିୟା ଦ୍ୱାରା 2ଟି 3 କାର୍ବନ ବିଶିଷ୍ଟ ପାଇରୁଭିକ ଏସିଡରେ ପରିଣତ ହୋଇଛି। ତା ସହିତ କ'ଣ ଦେଇଛି? ତା ସହିତ NADH2 ନାମକ ଅଣୁ ଆଉ ଏଟିପି ସିନ୍ଥେସାଇଜ କରିଛି। ତାହେଲେ ଏଇଟା ଥିଲା ଗ୍ଲାଇକୋଲିସିସର ପ୍ରୋସେସ। ବୁଝିହେଲା? ଯଦି କିଛି ଡାଉଟ ରହିଥାଏ ତମମାନେ ମତେ କମେଣ୍ଟରେ ପଚାରି ପାରିବ। ଆଉ ଯଦି ଡାଉଟ କ୍ଲିୟର ହଉଛି ତାହେଲେ ତମମାନେ କମେଣ୍ଟରେ କ୍ଲିୟର ବୋଲି ଲେଖିକି ସ୍ପାମ କରିପାରିବ। ମୁଁ ସବୁ କ୍ଲାସରେ କହୁଛି। ବୁଝିହେଲା କି? ତାହେଲେ କୋଷ ମଧ୍ୟରେ ପାଇରୁଭିକ ଅମ୍ଳର ଉପଯୋଗିତା ବର୍ତ୍ତମାନ ଦେଖିବା ଆମେ। ଯୋଉ ଗ୍ଲାଇକୋଲିସିସରୁ ଆମକୁ ଯୋଉ ଏଣ୍ଡ ପ୍ରଡକ୍ଟ ମିଳିଲା, ଆମେ ଏଣ୍ଡ ପ୍ରଡକ୍ଟ କ'ଣ ମିଳିଲା? ପାଇରୁଭିକ ଏସିଡ ମିଳିଲା। ଏଣ୍ଡ ପ୍ରଡକ୍ଟ କ'ଣ ମିଳିଲା ନା ପାଇରୁଭିକ ଏସିଡ ମିଳିଲା। ତାହେଲେ ସେଇ ପାଇରୁଭିକ ଏସିଡ ଯଦି ଆମ ଶରୀରରେ ତିଆରି ହଉଛି ତାହେଲେ ତାର ପୁଣି ତ କ'ଣ ୟୁଜେସ୍ ଥିବ କି ନାହିଁ? ୟୁଜେସ୍ ଥିବ। ତାହେଲେ ସେ ୟୁଜେସ୍ ବିଷୟରେ ଆମେ ବର୍ତ୍ତମାନ ଦେଖିବା। ସେ ପାଇରୁଭିକ ଏସିଡର ୟୁଜେସ୍ ବିଷୟରେ ଦେଖିବା। ଯେହେତୁ ସେ ଗ୍ଲାଇକୋଲିସିସ ପ୍ରୋସେସର ଏଣ୍ଡ ପ୍ରଡକ୍ଟ, ସେ ତାପରେ କ'ଣ ହୁଏ? ଇଷ୍ଟ କୋଷରେ ସେ କ'ଣ କରେ? ବର୍ତ୍ତମାନ ଏବେ ଇଷ୍ଟ କୋଷରେ, ଇଷ୍ଟ ମାନେ କହିବାକୁ ଗଲେ ଯୋଉଟା କି ଆମେ ପାଉଁରୁଟି ବନେଇବାରେ ତାକୁ ବ୍ୟବହାର କରୁ। ପାଉଁରୁଟିକୁ ଫ୍ଲପି ବନେଇବାକୁ ଗଲେ ଇଷ୍ଟର ଗୋଟେ ପାଉଡର ମିଳେ। ସେ ଇଷ୍ଟର ପାଉଡରକୁ ପାଉଁରୁଟିର ଯୋଉ ବ୍ୟାଟର ଥାଏ ସେ ବ୍ୟାଟରରେ ମିଶେଇଲେ ସେ କ'ଣ ହୁଏ ନା ଆମର ସେ ପାଉଁରୁଟିର ବ୍ୟାଟରଟାକୁ ସେ ଯେତେବେଳେ ଆମେ ଓଭେନରେ ନେଇକି ଗରମ କରିବା ସେଟା ଫ୍ଲପି ବନିଯାଏ। ବୁଝିଲେ କି? ତାହେଲେ ଇଷ୍ଟ କୋଷରେ ବର୍ତ୍ତମାନ ଏଇ ପାଇରୁଭିକ ଏସିଡଟା କ'ଣ କରେ? 3 କାର୍ବନ ବିଶିଷ୍ଟ ପାଇରୁଭିକ ଏସିଡଟା ଅମ୍ଳଜାନ ଅନୁପସ୍ଥିତିରେ ତମମାନେ ଲକ୍ଷ୍ୟ କରିବ, ଅନୁପସ୍ଥିତି ଅଛି ମାନେ ଏଟା ଗୋଟେ କ'ଣ ଥିବ? ବାୟୁ ଅପଜୀବି ଶୋଷଣ ହେଇଥିବ। ଏଟା କ'ଣ ହେଇଥିବ ନା ବାୟୁ ଅପଜୀବି ଶୋଷଣ। ଆରେ ବାୟୁ ଅପଜୀବି ଶୋଷଣ ହେଇଥିବ କି ନାହିଁ? କ'ଣ ପାଇଁ ନା ଅମ୍ଳଜାନ ଏଠି ଅନୁପସ୍ଥିତି ଅଛି। ତାହେଲେ ବାୟୁ ଅପଜୀବି ଶୋଷଣର ଏଇଟା ଗୋଟେ ଉଦାହରଣ, ଯୋଉଠି କି ଇଷ୍ଟ କୋଷରେ ଏଇ ପାଇରୁଭିକ ଏସିଡଟା 3 କାର୍ବନ ଯୁକ୍ତ ପାଇରୁଭିକ ଏସିଡଟା କ'ଣ କରେ ନା ଭାଙ୍ଗି ଯାଇକି 2 କାର୍ବନ ବିଶିଷ୍ଟ ଇଥାନଲରେ ପରିଣତ ହୁଏ ବା ସୁରାସାରରେ ପରିଣତ ହୁଏ। ତା ସହିତ କ'ଣ ଦିଏ? ଅଙ୍ଗାରକାମ୍ଳ ମଧ୍ୟ ଦେଇଥାଏ। ଆଉ ଅଳ୍ପ ଶକ୍ତି ସମ୍ପନ୍ନ ମାନେ ଶକ୍ତି ଏଥିରୁ ନିର୍ଗତ କରେ। ଏଠୁ ଅଳ୍ପ ଶକ୍ତି ନିର୍ଗତ ହବ ବା ଏଟିପି ଫର୍ମରେ ଏଠୁ ଅଳ୍ପ ଶକ୍ତି ନିର୍ଗତ ହୁଏ, ଯେହେତୁ ଏଟା ଗୋଟେ ବାୟୁ ଅପଜୀବି ଶୋଷଣ। ବୁଝିହେଲା? ତମମାନେ ଗୋଟେ ଜିନିଷ ଲକ୍ଷ୍ୟ କରିବ, ଆମେ ଏଠି 3ଟା ପାଇରୁଭିକ ଏସିଡ ବର୍ତ୍ତମାନ ଇଷ୍ଟ କୋଷରେ ପୁଟ୍ ହେଇଛି। ସେଥିରୁ 2ଟି କାର୍ବନ ବିଶିଷ୍ଟ ଇଥାନଲ ମିଳିଯାଇଛି। ମାନେ 2 କାର୍ବନ ବିଶିଷ୍ଟ ଇଥାନଲ ବର୍ତ୍ତମାନ ଆମକୁ ଏଠି ମିଳିଯାଇଛି। ତାହେଲେ ଆଉ ଗୋଟେ କାର୍ବନ କୁଆଡ଼େ ଗଲା? ଆଉ ଗୋଟେ କାର୍ବନଟା ଯେହେତୁ CO2 ରେ ଯେହେତୁ କାର୍ବନ ଡାଇଅକ୍ସାଇଡରେ ଗୋଟେ କାର୍ବନ ଏଠି ଏ ଜାଗାରେ ବାୟୁମଣ୍ଡଳକୁ ବାହାରି ଯାଇଛି, ତେଣୁକରି ଏ ଦିଟାକୁ ମିଶେଇଲେ ଆମେ 3 କାର୍ବନ ପାଇପାରିବା। ବୁଝିହେଲା କି? ବହୁତ ଇଜି ଥିଲା ଏଇଟା। ଦେନ୍ କ'ଣ ହେଇଛି? ଆମର ତ ପେଶୀ କୋଷ ରହିଛି, ଠିକ ଅଛି। ମାଂସ ପେଶୀ ରହିଛି ଶରୀରରେ, ମନୁଷ୍ୟ ଶରୀରରେ ହଉ ଜୀବ ଶରୀରରେ ଯୋଉ ମାଂସ ପେଶୀ ରହିଛି ସେଠି ମଧ୍ୟ ବାୟୁ ଅପଜୀବି ଶୋଷଣ ଦେଖାଯାଏ। ଯେହେତୁ ଏଠି ଅମ୍ଳଜାନ ଅନୁପସ୍ଥିତି ରହିଛି, କିନ୍ତୁ ଏଠି ଅମ୍ଳଜାନ କ'ଣ ହୁଏ? ଅଭାବ ହୁଏ। ଏଠି କ'ଣ ହୁଏ ନା ଅମ୍ଳଜାନ ଅଭାବ ହୁଏ। ତମମାନେ କହିବ ଏବେ କି କୋଷ ପାଖରେ କେମିତି କ'ଣ ଅମ୍ଳଜାନ ଅଭାବ ହେଲା? ତମେ ତ ସାର୍ ତ କହୁଥିଲେ କି କୋଷ ପାଖରେ ତ ଅମ୍ଳଜାନ ରକ୍ତ ନେଇ ପହଞ୍ଚେଇ ଦବ, ଅଙ୍ଗାରକାମ୍ଳ ସେଠୁ କଲେକ୍ଟ କରି ବାହାରକୁ ନେଇ ଆସୁଛି, କିନ୍ତୁ କେମିତି କ'ଣ ଅଭାବ ହେଲା? ତମମାନେ ଗୋଟେ ଜିନିଷ ଲକ୍ଷ୍ୟ କରିବ, ମାନିନିଅ ଆମେ କିଛି ଗୋଟେ
ବହୁତ ମାନେ ଇଏ କାମ କରୁଛେ କଣ ଅ, ବହୁତ ମାନେ ପରିଶ୍ରମ କାମ ଗୋଟେ କରୁଛେ, ଯେମିତି କି ଦୌଡ଼ା ଦୌଡ଼ି କରୁଛେ କି କ୍ରିକେଟ ଖେଳୁଛେ, ସେ ଜାଗାରେ କଣ ହୁଏ ନା ଆମ ଯୋଉ ମାଂସପେଶୀ ରହିଛି ବା ପେଶୀକୋଷ ରହିଛି, ମସଲ ରହିଛି, ସେ ମସଲ ପାଖକୁ ବ୍ଲଡ ସର୍କୁଲେଟ ହବା ଯେତିକି ଟାଇମରେ ବ୍ଲଡ ସର୍କୁଲେଟ ହେଇକି ମାନେ ଅମ୍ଳଜାନ ଦେଇକି ସେଲରେ ସେ ସେଲକୁ କଣ କରେ ନା ଅମ୍ଳଜାନ ଦେଇକି ଆମ ସେଲକୁ ଅଙ୍ଗାରକାମ୍ଳଟା ବାହାରକୁ ଯୋଉ ନିଏ, ଯଦି ସେତିକି ଟାଇମ ଭିତରେ ଆମେ କିଛି ମୁଭମେଣ୍ଟ କରିଦଉଛେ, ଯାହାଦ୍ୱାରା ଆମର ଯୋଉ ବ୍ଲଡଟା କଣ କରୁଛି ନା ଆମର ଅମ୍ଳଜାନ ଆଣିକି ଠିକ ସମୟରେ କୋଷ ପାଖରେ ପହଞ୍ଚଉ ପାରୁନି, ସେଇ ସମୟ ଭିତରେ ପହଞ୍ଚାଇ ପାରୁନି, ତାହେଲେ ସେ ଜାଗାରେ କଣ ହବ ନା ସେଠି କଣ ହବ ନା ଅଙ୍ଗାରକାମ୍ଳର ସାନ୍ଦ୍ରତା ବଢିଯିବ, ଆଉ କଣ ହବ ନା ଅମ୍ଳଜାନର ସାନ୍ଦ୍ରତା ସେଠି କମିଗଲା ବା ଅମ୍ଳଜାନ ସେଠି ଆମର ଅଭାବ ଦେଖାଗଲା। କଣ ପାଇଁ ନା ଆମ ବ୍ଲଡଟା ଯେତିକି ସ୍ପିଡରେ ଆମେ କାର୍ଯ୍ୟ କରୁଛେ ସେତିକି ସ୍ପିଡରେ ବ୍ଲଡଟା ଆମର ଅମ୍ଳଜାନକୁ ସର୍କୁଲେଟ କରୁନି, ଆମ ସେ ଜାଗାରେ ସର୍କୁଲେଟ କଲାନି ଆମ ପେଶୀକୋଷରେ, ତେଣୁକରି ସେ ଜାଗାରେ କଣ ହବ ନା ଅମ୍ଳଜାନର ଅଭାବ ହେଇଯିବ, ଯାହା ଫଳରେ ସେଠି କଣ ହବ ନା ଏଇ ପାଇରୁଭିକ ଏସିଡଟା କନଭର୍ଟ ହେଇଯିବ 3 କାର୍ବନ ବିଶିଷ୍ଟ ଲାକ୍ଟିକ ଅମ୍ଳରେ ପରିଣତ ହେଇଗଲା। ତାହେଲେ ଏଇ ଲାକ୍ଟିକ ଅମ୍ଳ କହିଲେ ଏ ଜାଗାରେ କଣ ହବ ନା ଲାକ୍ଟିକ ଅମ୍ଳର କିରଣ ଦେଖାଗଲା କୋଉଠି ଆମ ପେଶୀକୋଷରେ, ଶରୀରର ପେଶୀକୋଷରେ ଯୁକ୍ତ ତା ଆଉ କଣ ମିଳିଲା ଆମକୁ ଶକ୍ତି ଏ ଜାଗାରେ ମିଳିଲା। ୟାର ଯଦି ମୁଁ ବର୍ତ୍ତମାନର ଏକ୍ସାମ୍ପଲ ଦେବି, ତମେ ମାନେ 2023 ର ୱାର୍ଲଡ କପ୍ ଦେଖିଥିବ, ଆଫଗାନିସ୍ତାନ ଭର୍ସେସ ଆଫଗାନିସ୍ତାନ ଭର୍ସେସ ଅଷ୍ଟ୍ରେଲିଆର ଯୋଉ ସେମିଫାଇନାଲଟା ଦେଖିଥିବ ତମ ମାନେ, ଦେଖିଥିବ ସେମିଫାଇନାଲ, ସେମିଫାଇନାଲ କହିଲି ଯୋଉ କ୍ୱାଲିଫାୟାର ମ୍ୟାଚଟା, ସେମିଫାଇନାଲଟା ତମମାନେ ଦେଖିଥିବ, ଠିକ ଅଛି, ମୋର ଠିକ ସେ ଟିକେ ମନ ନାହିଁ, ବୋଧ ହୁଏ ସେଟା ସେମିଫାଇନାଲ ମ୍ୟାଚ ଥିଲା, ସେମିଫାଇନାଲ ମ୍ୟାଚ ଦେଖିଥିବ, ମ୍ୟାକ୍ସୱେଲ ଦେଖିଥିବ 200 ମାରିଥିଲା, ମନେ ଅଛି କି ନାହିଁ, 200 ରନ ସ୍କୋର କରିଥିଲା କି ନାହିଁ ମ୍ୟାକ୍ସୱେଲ, 200 ରନ ସ୍କୋର କରିଥିଲା। ସେଇ ମ୍ୟାଚରେ କଣ ହେଇଥିଲା ନା ମ୍ୟାକ୍ସୱେଲକୁ କ୍ରାମ୍ପ ଆସି ଯାଇଥିଲା। କ୍ରାମ୍ପ କଣ ପାଇଁ ଆସେ ନା ଏଇଥିପାଇଁ କ୍ରାମ୍ପ ଆସେ କି ଯେହେତୁ ତା ମାନେ ଆମ ସେଲରେ ବା ମାଂସପେଶୀରେ ଅମ୍ଳଜାନ ସେଠି ଅଭାବ ହେଇଗଲା, ସେ ଜାଗାରେ କଣ ହୁଏ ନା ଲାକ୍ଟିକ ଅମ୍ଳର ସିନ୍ଥେସାଇଜ ହେଇଗଲା, ସେ ଜାଗାରେ ସିନ୍ଥେସାଇଜ ହେଇଗଲେ ଏ ଲାକ୍ଟିକ ଅମ୍ଳଟା କଣ କରେ ନା ସେଠି ବଡିକୁ କ୍ରାମ୍ପ କରିଦିଏ, ମାନେ ତମେ ମାନେ ଚାଲିବା ବି ଅସମର୍ଥ ହେଇଯିବ, ଏ କ୍ରାମ୍ପ ହେଇଯିବ ଯଦି ବଡିରେ, ଠିକ ଅଛି, କ୍ରାମ୍ପ ହେଇଗଲେ ଚାଲିବା ବି ଅସମର୍ଥ ହେଇଯିବ, ତେଣୁକରି ମ୍ୟାକ୍ସୱେଲ କଣ କରୁଥିଲା ସେ ଜାଗାରେ ଗୋଟେ ଟ୍ରିକ୍ ଆପ୍ଲାଏ କଲା, କଣ କଲା ଠିଆ ଠିଆ ସେ ଛକା ମାଇଲା, ରନ୍ ଟୋଟାଲି ସେ ରନ୍ ନେଲାନି, ରନିଂ କଲାନି, ଠିଆ ଠିଆ ମାଇଲା, ଛକା ମାଇଲା, ଆଉ ଫାଇନାଲକୁ ଅଷ୍ଟ୍ରେଲିଆକୁ କ୍ୱାଲିଫାଏ କରେଇଦେଲା। ତାହେଲେ ସେ ଠିଆ ଠିଆ କଣ ପାଇଁ ଛକା ମାଇଲା ଜାଣିଛ ନା, ତା ବଡିରେ ତା ଯୋଉ ମାଂସପେଶୀ ରହିଛି, ମସଲ ରହିଛି, ଗୋଡର ଯୋଉ ମସଲ ରହିଛି ଥାଇ ପାଖରେ, ତାର ସେଠି କ୍ରାମ୍ପ ହେଇଥିଲା, ଠିକ ଅଛି, କ୍ରାମ୍ପ ହେଇଯିବା ଫଳରେ ସିଏ ତାକୁ ରନିଂ କରିବାରେ ତାକୁ ଅସୁବିଧା ହଉଥିଲା, ତେଣୁକରି ସିଏ କଣ କଲା ନା ଠିଆ ଠିଆ ଛକା ମାଇଲା ସେଥିରୁ ବଞ୍ଚିବା ପାଇଁ, ବୁଝିଗଲା। ତେଣୁକରି ୟାକୁ ବଞ୍ଚି ମାନେ ଏଥିରେ କଣ ହଉଛି ନା ଆମର ଅମ୍ଳଜାନ ଅଭାବ ଯେତେବେଳେ ଆମ ପେଶୀକୋଷରେ ଦେଖାଯାଉଛି, ପେଶୀକୋଷରେ ଯେତେବେଳେ ଅମ୍ଳଜାନ ଅଭାବ ଦେଖାଯାଉଛି, ସେତେବେଳେ ସେ ଜାଗାରେ ପାଇରୁଭିକ ଏସିଡଟା ଭାଙ୍ଗି ଯାଇକି ଲାକ୍ଟିକ ଅମ୍ଳରେ ପରିଣତ ହଉଛି, ଯୋଉଠିକି ଲାକ୍ଟିକ ଅମ୍ଳଟା କଣ କରୁଛି ନା ଆମ ବଡିକୁ କ୍ରାମ୍ପ କରିଦଉଛି। ତାହେଲେ ବୁଝିଗଲା ଏଇଟା କଣ ଥିଲା ନା ଅମ୍ଳଜାନ ଅଭାବର ଗୋଟେ ପରିସ୍ଥିତି ଥିଲା ଆମର। ତାହେଲେ ବର୍ତ୍ତମାନ ଦେଖିବା, ଆମେ ତ ଦେଖିଦେଲେ ଅମ୍ଳଜାନ ନଥିଲେ କଣ ହୁଏ, ଅମ୍ଳଜାନ ଅଭାବ ହେଲେ କଣ ହୁଏ, ବର୍ତ୍ତମାନ ଦେଖିବା ଅମ୍ଳଜାନ ସଫିସିଏଣ୍ଟ ପରିମାଣରେ ଆମ ଶରୀରକୁ ମିଳିଛି, ତାହେଲେ ସେ କେସରେ କଣ ହୁଏ ନା ଏଇ ପ୍ରୋସେସଟା ଆମ ମାଇଟୋକଣ୍ଡ୍ରିଆରେ ଦେଖାଯାଏ। ମାଇଟୋକଣ୍ଡ୍ରିଆରେ ଆମର 3 କାର୍ବନ ଯୁକ୍ତ ପାଇରୁଭିକ ଅମ୍ଳଟା, ପାଇରୁଭିକ ଏସିଡଟା କଣ ହୁଏ ନା ଭାଙ୍ଗି ଯାଇକି ସେଠି କଣ କରେ ନା ଆମକୁ ଅଙ୍ଗାରକାମ୍ଳ ଦିଏ, ଜଳ ସୃଷ୍ଟି କରେ, ଆଉ ଶକ୍ତି ସେଠୁରୁ ନିର୍ଗତ ହୋଇଥାଏ, ଶକ୍ତି ନିର୍ଗତ ହୋଇଥାଏ। ତାହେଲେ ସେ ଅଙ୍ଗାରକାମ୍ଳଟା ପରେ ଆସି କଣ ହୁଏ ନା ବ୍ଲଡ ଦ୍ୱାରା ଶରୀରର ବାହାରକୁ ବାୟୁମଣ୍ଡଳକୁ ଚାଲି ଆସିଥାଏ, ବୁଝିଲା, ଆଉ ଶକ୍ତିଟା ଆମର ଶରୀରରେ ନିୟୋଜିତ ହୋଇଯାଇଥାଏ। ତାହେଲେ ତମେ ବୁଝିପାଇଲ ବାୟୁ ଅପଜୀବୀ ଶ୍ୱସନର ଏଣ୍ଡ ପ୍ରଡକ୍ଟ ସବୁ କିଏ କିଏ ନା ଆମର 2 କାର୍ବନ ଯୁକ୍ତ ଇଥାନଲ, ଆଉ କିଏ ନା 3 କାର୍ବନ ଯୁକ୍ତ ଲାକ୍ଟିକ ଏସିଡ, ଆଉ ବାୟୁ ଉପଜୀବୀ ଶ୍ୱସନର ଏଣ୍ଡ ପ୍ରଡକ୍ଟ କିଏ ଏଟିପି, ଜଳ ଆଉ ଅଙ୍ଗାରକାମ୍ଳ। ଆଉ ଏଥିରେ ସବୁ ମାନେ ସବୁଥିରେ ଏଟିପି ମାନେ ସିନ୍ଥେସାଇଜ ହଉଛି, ଏଥିରେ ବି ଏଟିପି ସିନ୍ଥେସାଇଜ ହଉଛି, ଏଥିରେ ବି ଏଟିପି ସିନ୍ଥେସାଇଜ ହଉଛି, କିନ୍ତୁ ଏ ଜାଗାରେ ବହୁତ କମ ପରିମାଣରେ ହଉଥିବା ବେଳେ ଏ ଜାଗାରେ ଟିକେ ଅଧିକ ପରିମାଣରେ ହଉଛି, ବା ବାୟୁ ଉପଜୀବୀ ଶ୍ୱସନରେ ଅଧିକ ପରିମାଣର ଏଟିପି ବା ଶକ୍ତି ମାନେ ବାହାରୁଛି ସେଠୁ, ବୁଝିଗଲା। ତାହେଲେ ବର୍ତ୍ତମାନ ଦେଖିବା ତାର କୋଷୀୟ ଶ୍ୱସନର ଦ୍ୱିତୀୟ ପର୍ଯ୍ୟାୟ, ଯୋଉଟା ନା କଣ ନା ସାଇଟ୍ରିକ ଅମ୍ଳ ଚକ୍ର, ଠିକ ଅଛି, ସାଇଟ୍ରିକ ଏସିଡର
ଯୋଉ ସାଇକେଲ ରହିଥିଲା ତା ବିଷୟରେ ବର୍ତ୍ତମାନ ଦେଖିବା। ଫାଷ୍ଟ କଥା ଦେଖିବା ଯଦି এটা ଆମର କୋଉଠି ସମ୍ପାଦିତ ହଉଛି ନା ମାଇଟୋକଣ୍ଡ୍ରିଆର ମ୍ୟାଟ୍ରିକ୍ସ ବା ମାଇଟୋକଣ୍ଡ୍ରିଆରେ ଯୋଉ ରସ ରହିଛି, ଠିକ ଅଛି, ମ୍ୟାଟ୍ରିକ୍ସ ବା ମାଇଟୋକଣ୍ଡ୍ରିଆରେ ଯୋଉ ରସ ରହିଛି, ଏଇଟା ଯଦି ମାଇଟୋକଣ୍ଡ୍ରିଆ ମୁଁ କହିବି, এটা କଣ ମାଇଟୋକଣ୍ଡ୍ରିଆର ଯୋଉ ଏଇଟା ଭାଙ୍ଗ ଭାଙ୍ଗ ଥିଲା ଯୋଉ କ୍ରିଷ୍ଟାଲ ଥିଲା ମୁଁ କହିଥିଲି, ତା ଭିତରେ ଯୋଉ ରସ ରହିଛି ସେ ରସରେ ସମ୍ପାଦିତ ହଉଛି କଣ ନା ସାଇଟ୍ରିକ ଅମ୍ଳ ଚକ୍ରଟା ସମ୍ପାଦିତ ହଉଛି। ସେଇଥିପାଇଁ ସେ ଲେଖିଛି କି ମାଇଟୋକଣ୍ଡ୍ରିଆର ମ୍ୟାଟ୍ରିକ୍ସରେ ସାଇଟ୍ରିକ ଏସିଡ ସାଇକେଲଟା ସଂଗଠିତ ହଉଛି। ଅମ୍ଳଜାନ ଉପସ୍ଥିତିରେ ପାଇରୁଭିକ ଅମ୍ଳ ମାଇଟୋକଣ୍ଡ୍ରିଆ ଭିତରେ ମ୍ୟାଟ୍ରିକ୍ସ ଭିତରକୁ ପ୍ରବେଶ କରେ। ତାହେଲେ ଅମ୍ଳଜାନ ଉପସ୍ଥିତିରେ ଯୋଉ ପ୍ରୋସେସଟା ମୁଁ ଅଲରେଡି ଡିସ୍କସ୍ କଲି ଏଇ ଜାଗାରେ, ମାନେ କୋଉଠି ଏଇ ଜାଗାରେ ଡିସ୍କସ୍ କରିଛି, ଅଙ୍ଗାରକାମ୍ଳ ଜଳ ଶକ୍ତି ନିର୍ଗତ ହଉଛି ଯୋଉ ବାୟୁ ଉପଜୀବୀ ଶୋଷଣଟା, ସେ ଜାଗାରେ କଣ ହଉଛି ନା ଅମ୍ଳଜାନର ଉପସ୍ଥିତିରେ ବା ଏଇଟା ଗୋଟେ ବାୟୁ ଉପଜୀବୀ ଶୋଷଣ, ଅମ୍ଳଜାନ ଉପସ୍ଥିତିରେ କଣ ହଉଛି ନା ମାଇଟୋକଣ୍ଡ୍ରିଆ ଭିତରକୁ ପାଇରୁଭିକ ଏସିଡଟା ପ୍ରବେଶ କଲା। ପ୍ରବେଶ କଲା ଫଳରେ କଣ ହବ ନା ଏଟା ପରେ କଣ ହଉଛି ନା ଯେହେତୁ ଏଟା ପ୍ରବେଶ କରିଛି, ପ୍ରବେଶ କଲା ଫଳେ ସେଠି ଯୋଉ ମ୍ୟାଟ୍ରିକ୍ସରେ ଯୋଉ ବିଭିନ୍ନ ପ୍ରକାରର ଏନଜାଇମ୍ ରହିଛି ସେ ଜାଗାରେ, କୋଉଠି ମାଇଟୋକଣ୍ଡ୍ରିଆର ମ୍ୟାଟ୍ରିକ୍ସରେ ବିଭିନ୍ନ ପ୍ରକାର ଯୋଉ ଏନଜାଇମ୍ ରହିଛି, ସେ ଏନଜାଇମ୍ ସହିତ ରିଆକ୍ସନ କରିବ କିଏ ପାଇରୁଭିକ ଏସିଡଟା। ପାଇରୁଭିକ ଏସିଡଟା ଯେତେବେଳେ ସେ ଏନଜାଇମ୍ ସହିତ ରିଆକ୍ସନ କରିବ, ପାଇରୁଭିକ ଏସିଡଟା ମନେ ରଖିବ, ପାଇରୁଭିକ ଏସିଡଟା ଆମର କେତେ ଥିଲା 3 କାର୍ବନ ବିଶିଷ୍ଟ ପାଇରୁଭିକ ଏସିଡଟା ଥିଲା, ମନେ ଥିବ ତମମାନଙ୍କର 3 କାର୍ବନ ବିଶିଷ୍ଟ। ସେ ପାଇରୁଭିକ ଏସିଡଟା ଯେତେବେଳେ ମ୍ୟାଟ୍ରିକ୍ସରେ ଥିବା ବିଭିନ୍ନ ପ୍ରକାରର ଏନଜାଇମ୍ ସହିତ ରିଆକ୍ସନ କରିବ, ରିଆକ୍ସନ କଲା ପରେ ସେ କଣ କରିବ ନା 2 କାର୍ବନ ବିଶିଷ୍ଟ ଗୋଟେ ଅଣୁରେ ପରିଣତ ହେଇଯିବ। 2 କାର୍ବନ ବିଶିଷ୍ଟ ଗୋଟେ ସକ୍ରିୟ ଅଣୁରେ ପରିଣତ ହେଇଯିବ, ଯୋଉଟାକୁ ସେ ଲେଖିଛି, କଣ ଲେଖିଛି ନା ସାଇଟ୍ରିକ ଅମ୍ଳ ଚକ୍ରରେ ଭାଗ ନିଏ। କୋଉଟା ନା ଆମର ଯୋଉ ପାଇରୁଭିକ ଏସିଡଟା ଏହା 2 ପର୍ଯ୍ୟାୟରେ ସମ୍ପାଦିତ ହୁଏ। ତା ମନେ ରଖିବ এই ସାଇଟ୍ରିକ ଅମ୍ଳ ଚକ୍ର ମଧ୍ୟ 2 ପର୍ଯ୍ୟାୟରେ ସମ୍ପାଦିତ ହୁଏ, ଯେମିତି କି ଆମର ଗ୍ଲାଇକୋଲିସିସଟା 2 ପର୍ଯ୍ୟାୟରେ ସମ୍ପାଦିତ ହଉଥିଲା, ସେରକମ ସାଇଟ୍ରିକ ଅମ୍ଳ ଚକ୍ର ମଧ୍ୟ 2 ପର୍ଯ୍ୟାୟରେ ସମ୍ପାଦିତ ହୁଏ, ଯୋଉଥିରେ ପ୍ରଥମ ପର୍ଯ୍ୟାୟରେ କଣ ହୁଏ ନା ଏଇଟା ଯେତେବେଳେ ଏଣ୍ଟ୍ରି କଲା, ଏଣ୍ଟ୍ରି ମାରିବା ପରେ ପାଇରୁଭିକ ଏସିଡଟା ସେଠି କଣ ହବ ଭାଙ୍ଗି ଯାଇକି 2 କାର୍ବନ ଯୁକ୍ତ ଗୋଟେ ସକ୍ରିୟ ଅଣୁରେ ଏଇଟା ପରିଣତ ହେଲା, ଯୋଉଟାର ନାମ କଣ, ଯୋଉଟାର ନାମ ହଉଛି ଆମର ଏସିଟିଲ କୋଏନଜାଇମ୍ ଏ ରେ ପରିଣତ ହବ। ଏସିଟିଲ, ମୁଁ ସର୍ଟ ଫର୍ମ ଲେଖୁଛି ଏସିଟିଲ କୋ ଏନଜାଇମ୍ ଏ, ଠିକ ଅଛି, ଏସିଟିଲ କୋଏନଜାଇମ୍ ଏ ରେ ପରିଣତ ହେଲା। এই ଏସିଟିଲ କୋଏନଜାଇମ୍ ଏଟା ହଉଛି ଗୋଟେ 2 କାର୍ବନ ବିଶିଷ୍ଟ ଅଣୁ। ତାହେଲେ ବୁଝିଲା ଏସିଟିଲ କୋଏନଜାଇମ୍ ଏ ହଉଛି ଗୋଟେ 2 କାର୍ବନ ବିଶିଷ୍ଟ ଅଣୁ। ତାହେଲେ ତାପରେ ବର୍ତ୍ତମାନ ଏବେ କଣ ହେଇଛି ନା ସେଇ ଏସିଟିଲ କୋଏନଜାଇମ୍ ଏ କୁ ପରିବର୍ତ୍ତନ ହବା ସହିତ ସେ ବର୍ତ୍ତମାନ ସେ କଣ ଦେଇଛି, ଯେହେତୁ ଏଟା ପାଇରୁଭିକ ଏସିଡ ଆମର 3 କାର୍ବନ ବିଶିଷ୍ଟ ଅଣୁ, ଆମମାନେ ଏବେ ଲକ୍ଷ୍ୟ କରିବା କି ଏ ଜାଗାରେ ଗୋଟେ କାର୍ବନର ଲସ୍ ଘଟିଛି। ଏ ଜାଗାରେ ସେ ଗୋଟେ କାର୍ବନର ଲସ୍ କେମିତି କଣ ଘଟିଲା ନା ସେ ପାଇରୁଭିକ ଏସିଡଟା ଯେତେବେଳେ କନଭର୍ଟ ହଉଛି ଆମର ଏସିଟିଲ କୋଏନଜାଇମ୍ ଏ କୁ, ସେତେବେଳେ ସେ ଦଉଛି କଣ ନା NaDH2 ଦଉଛି, ଆଉ କଣ ଦଉଛି ନା କାର୍ବନ ଡାଇଅକ୍ସାଇଡ ଦଉଛି, ଯୋଉଥିରେ ସେ ଗୋଟେ କାର୍ବନର ଦେଖିପାରୁଥିବ ଏଇଠି ସେ ଗୋଟେ କାର୍ବନର କଣ କରୁଛି ନା ଲସ୍ କରେଇଦେଲା। ଏ ଜାଗାରେ ତାକୁ ଗୋଟେ କାର୍ବନର ଲସ୍ କରେଇ ଦେଇଛି। ତାହେଲେ ବର୍ତ୍ତମାନ ତା ପାଖରେ କାହା ପାଖରେ ଏସିଟିଲ କୋଏନଜାଇମ୍ ଏ ପାଖରେ 2ଟି କାର୍ବନ ଅଛି। ତାହେଲେ ସେ କଣ ଲେଖିଛି ନା ଅଙ୍ଗାରକାମ୍ଳ ଆଉ NaDH2 ଏଠି ସଂଶ୍ଳେଷିତ ହେଲା। ଏ ଜାଗାରେ କଣ ସବୁ ମିଳିଲା ଏଣ୍ଡ ପ୍ରଡକ୍ଟ, ଏଠି କଣ ମିଳିଲା ନା NaDH2 ଯୁକ୍ତ ଅଙ୍ଗାରକାମ୍ଳ ମିଳିଲା ଏ ଜାଗାରେ। ତାହେଲେ ଦ୍ୱିତୀୟ ପର୍ଯ୍ୟାୟ, ତାହେଲେ ଏଇଠୁ ଆମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା। ଦ୍ୱିତୀୟ ପର୍ଯ୍ୟାୟରେ କଣ ହେଲା ନା ଦ୍ୱିତୀୟ ପର୍ଯ୍ୟାୟରେ ସାଇଟ୍ରିକ ଅମ୍ଳ ଚକ୍ରର ଗ୍ରାହକ ଅଣୁ, ଯୋଉଟା କି 4 କାର୍ବନ ବିଶିଷ୍ଟ ଅକ୍ସାଲୋ ଏସିଟିକ ଅମ୍ଳ, ଏଠି ଦେଖିପାରୁଥିବ ଏଇଟା ହଉଛି 4 କାର୍ବନ ବିଶିଷ୍ଟ ଅକ୍ସାଲୋ ଏସିଟିକ ଅମ୍ଳ। এই 4 କାର୍ବନ ବିଶିଷ୍ଟ ଅକ୍ସାଲୋ ଏସିଟିକ ଅମ୍ଳ କହିଲା, ଆରେ ଭାଇ ସାଇଟ୍ରିକ ଅମ୍ଳ, ଯୋଉ ସାଇଟ୍ରିକ ଅମ୍ଳ କହିଲି, ଆରେ ଏସିଟିଲ କୋଏନଜାଇମ୍ ଆମେ ସାଙ୍ଗ ହେଇକି ଗୋଟେ ଜିନିଷ ତିଆରି କରିଦବା, ଠିକ ଅଛି, ଚାଲ ଆମେ ପାଖାପାଖି ବସିବା, ଗୋଟେ ସେଲଫି ଆମେ ନବା। ସେଲଫି ନବା ପରେ ସେଟା କଣ କଲେ ନା ସେ ଫେସବୁକରେ ଭାଇରାଲ କରିଦେଲେ। ସେ ଫେସବୁକରେ ଭାଇରାଲ ହେବା ପରେ କଣ ହେଲା, ତାଙ୍କ ଘରେ ତାଙ୍କୁ ମାଡ ଦେଇକି ତାଙ୍କର ବାହାଘର କରେଇ ଦେଇଛନ୍ତି। ବାହାଘର ହେବା ପରେ ତାଙ୍କର ସେ କଣ ହେଇଛି ନା ସେମାନେ ଦି ଜଣ ମିଶିକି କଣ ଦେଇଛନ୍ତି ନା ସାଇଟ୍ରିକ ଅମ୍ଳ ତିଆରି କରିଦେଇଛନ୍ତି, ବା ସାଇଟ୍ରେଟ୍ ଯାହାକୁ ଆମେ କହୁ ସାଇଟ୍ରେଟ୍ ତିଆରି କରୁଛନ୍ତି, ଯୋଉଟାକୁ ଆମେ କଣ କହୁ ନା ସାଇଟ୍ରିକ ଏସିଡ ମଧ୍ୟ ଆମେ କହିଥାଉ। ତାହେଲେ ସେ କଣ କରୁଛନ୍ତି ନା ସାଇଟ୍ରିକ ଅମ୍ଳ ଏଠି ତିଆରି କରିଦେଲେ, ଯୋଉଟା କି ଏଠି ହେଇଗଲା କେତେ 6 କାର୍ବନ ବିଶିଷ୍ଟ ହେଇଗଲା। କାରଣ ଏଟା କାରଣ କଣ ପାଇଁ ଏଠି 6 କାର୍ବନ ବିଶିଷ୍ଟ କଣ ପାଇଁ ହେଲା, ଯେହେତୁ ଅକ୍ସାଲୋ ଏସିଟିକ ଅମ୍ଳରେ 4 କାର୍ବନ ଥିଲା, ଆଉ ସିଏ ଯେତେବେଳେ ଏସିଟିଲ କୋଏନଜାଇମ୍ ଏ ସହିତ ରିଆକ୍ସନ କରିଛି 2 କାର୍ବନ ବିଶିଷ୍ଟ, ସେ ଟୋଟାଲ ଉପରେ 6 କାର୍ବନ ଏ ଜାଗାରେ ତିଆରି କରିଦେଲେ, ଯୋଉଟାକୁ ଆମେ କଣ କହିଲେ ନା ସାଇଟ୍ରିକ ଅମ୍ଳ ବୋଲି କହିଲେ। ତାପରେ ସେ କଣ ହେଇଛି
ନା ଯେହେତୁ ଏ 6 କାର୍ବନ ବିଶିଷ୍ଟ ସାଇଟ୍ରିକ୍ ଅମ୍ଳରେ ପରିଣତ ହେଇଗଲା ଅଲରେଡି। ଠିକ୍ ଅଛି। ସେକେଣ୍ଡ ଷ୍ଟେପ୍ ରେ କଣ ହେଇଛି ନା 6 କାର୍ବନ ବିଶିଷ୍ଟ ସାଇଟ୍ରିକ୍ ଅମ୍ଳରେ ପରିଣତ ହେଇଯାଇଛି। ଦେନ୍ ଏ ସାଇଟ୍ରିକ୍ ଅମ୍ଳ କଣ କରୁଛି ନା ଚକ୍ରାକାରରେ ବିଭିନ୍ନ ଜୈବିକ ଅମ୍ଳରେ ପରିବର୍ତ୍ତିତ ହେବା ସହିତ ଶେଷରେ ଗ୍ରାହକ ଅଣୁ ଅକ୍ଜାଲୋ ଏସିଟିକ୍ ଏ ଯୋଉଟା ଆମର କୋଉଟେ ଅକ୍ଜାଲୋ ଏସିଟିକ୍ ଏସିଡ୍ ଯୋଉଟା ଅକ୍ଜାଲୋ ଏସିଟିକ୍ ଏସିଡ୍ ଏଇଟା ଏଇ ଅକ୍ଜାଲୋ ଏସିଟିକ୍ ଏସିଡ୍ ଯୋଉଟା କି ଗୋଟେ ଗ୍ରାହକ ଅଣୁ ଶେଷରେ ସେ କଣ କରୁଛି ନା ଜୈବିକ ଅମ୍ଳ ଦେଖିପାରୁଥିବ ଏଇଠି ସେ କଣ କରୁଛି ସାଇକେଲରେ ଦେଖିପାରୁଥିବ ବିଭିନ୍ନ ଜୈବିକ ଅମ୍ଳରେ ପରିଣତ ହେବା ସହିତ ଏଇ ଜୈବିକ ଅମ୍ଳର ନାଁଟା ମୁଁ ଆପଣମାନଙ୍କୁ କାହିଁକି କହୁନି ଏଟା ଯାଇକି ତମମାନେ ତମମାନଙ୍କର ଯୋଉ ହାୟର କ୍ଲାସରେ ପଢିବ ଯାଇ ମୁଁ ଯଦି ଏବେ କହିଦେବି ତମମାନେ ବହୁତ କନଫ୍ୟୁଜନ ହେଇଯିବ ପରୀକ୍ଷାରେ ବି ୟାକୁ ଛାଡି ଦେଇକି ଡରିକି ଛାଡି ଦେଇ ପଳେଇ ଆସିବ ତେଣୁକରି ତମେ ମାନେ ଏମିତି ଲେଖିପାରିବ କି ଜୈବିକ ଅମ୍ଳ ବୋଲି ବକ୍ସ କରିକି ଲେଖିପାରିବ ଜାଗାରେ ବୁଝିଲା କି ତମମାନଙ୍କୁ ଏବେ ଆଦୌ ଜାଣିବାର ନାହିଁ କି ଏ ଜାଗାରେ କଣ ହଉଛି କାରଣ ଏଇଟା ଆମ ସିଲାବସରେ ନାହିଁ ଆମକୁ ସେଇଥିପାଇଁ ଆମେ ଆକୁ ପଢିବାର ନାହିଁ ଆମେ ହାୟର କ୍ଲାସରେ ଯାଇ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ଯେତେବେଳେ ଦେଖିବା ସେତେବେଳେ ଯାଇ ଆମେ ଆକୁ ପଢିବା ବୁଝିଲା ଡିଟେଲରେ ବର୍ତ୍ତମାନ ଆକୁ ପଢିବା ନାହିଁ ବା ସୁପର ଉପରି ମୋଟାମୋଟି ଉପରେ ଆମେ ଦେଖିବା ତାହେଲେ ସେ କଣ ହେଇଛି ନା ସେ ଗ୍ରାହକ ଅଣୁକୁ ପୁଣି ଥରେ ଯେତେବେଳେ ଜୈବିକ ଅମ୍ଳରେ ପରିବର୍ତ୍ତିତ ହୋଇ କୋଉଟା ସାଇଟ୍ରିକ୍ ଏସିଡଟା ପୁଣି ଥରେ କଣ କରୁଛି ନା ଏଇ ଗ୍ରାହକ ଅଣୁ ଯୋଉଟା କି କଣ ନା ଅକ୍ଜାଲୋ ଏସିଟିକ୍ ଏସିଡର ସେ କଣ କରୁଛି ନା ପୁନରୁଦ୍ଧାର କରୁଛି ଏ ଜାଗାରେ ତାହେଲେ ପୁନରୁଦ୍ଧାର କରିବା ପରେ ସେ ପୁନର୍ବାର ସେଇ ପ୍ରୋସେସକୁ କୋଉଠି ପଳେଇଲା ଅକ୍ଜାଲୋ ଏସିଟିକ୍ ଅମ୍ଳକୁ ପଳେଇଲା ତାପରେ ଯେତେବେଳେ ଆମେ ପାଇରୁଭିକ୍ ଏସିଡ୍ ଯେତେବେଳେ ୟା ଭିତରୁ ପୁଟ୍ କରିବା କାହା ଭିତରକୁ ଯେତେବେଳେ ଆମେ ମାଇଟ୍ରୋକଣ୍ଡ୍ରିଆରେ ଯୋଉ ଆମର ଯୋଉ ଗ୍ଲାଇକୋଲିସିସ୍ ଯୋଉ ପାଇରୁଭିକ୍ ଏସିଡ୍ ମିଳିଲା ସେ ପାଇରୁଭିକ୍ ଏସିଡ୍କୁ ଯେତେବେଳେ ପୁଣି ଥରେ ମାଇଟ୍ରୋକଣ୍ଡ୍ରିଆକୁ ସେ ଆସିବ ପୁଣି ଥରେ ସେ କଣ ହଉଥିବ 2 କାର୍ବନ ବିଶିଷ୍ଟ ସକ୍ରିୟ ଅଣୁ ଯୋଉଟା କି କଣ ଏସିଟିଲ୍ କୋଏନଜାଇମରେ ପରିଣତ ହଉଥିବ ସେଇ ଏସିଟିଲ୍ କୋଏନଜାଇମ ପୁଣି ଥରେ ଆସିକି ଅକ୍ଜାଲୋ ଏସିଟିକ୍ ଏସିଡ୍ରେ ପରିଣତ ହଉଥିବ ପୁଣି ଥରେ ସେ କଣ ହଉଥିବ ସେମାନେ ଏମିତି ଚକ୍ରାକାରରେ ପୁଣି ଜୈବିକ ଅମ୍ଳ ହେଇକି ଚକ୍ରାକାରରେ ଆସିକି ପୁନର୍ବାର ସେ ପୁନରୁଦ୍ଧାର କରୁଥିବେ କାହାର ନା ଅକ୍ଜାଲୋ ଏସିଟିକ୍ ଏସିଡ୍ର ପୁନରୁଦ୍ଧାର କରୁଥିବେ ତାହେଲେ ଏଇପରି ଭାବରେ ତମମାନେ ଯଦି ୟାକୁ ଲକ୍ଷ୍ୟ କରିବ ଏଟା ଗୋଟେ ସାଇକେଲର ଚକା ଭଳିଆ ଦେଖାଯାଉନି ଦେଖାଯାଉଛି କି ନାହିଁ ତେଣୁକରି ଆକୁ ଆମେ କଣ କହିଲେ ନା ଗୋଟେ ସାଇକେଲ ବୋଲି ଆକୁ ଆମେ କହିପାରିବା ବର୍ତ୍ତମାନ ଏବେ ଆକୁ ଗୋଟେ ସାଇକେଲ ବୋଲି କହିପାରିବା ଆଉ ଏଇ ସାଇକେଲଟାକୁ କିଏ ଦେଇଥିଲେ ଜାଣିଛ ନା ଏଇ ସାଇକେଲଟାକୁ ଦେଇଥିଲେ ସର୍ ହେନ୍ସ କ୍ରେବ୍ସ ଠିକ ଅଛି ସର୍ ହେନ୍ସ କ୍ରେବ୍ସ ୟାକୁ ଏଟା ଯେହେତୁ ସାଇକେଲ ମାନେ ସାଇକେଲ ଟାଇପର ଏଟା ଗୋଟେ ସୃଷ୍ଟି ହେଇଛି ଏଟାକୁ କିଏ ଦେଇଥିଲେ ନା ସର୍ ହେନ୍ସ କ୍ରେବ୍ସ ଏଇ ଜିନିଷଟାକୁ ଆମର ସର୍ ହେନ୍ସ କ୍ରେବ୍ସ ନାମକ ଜଣେ ବୈଜ୍ଞାନିକ ଯେହେତୁ ଏଇ ସାଇକେଲଟାକୁ ଆମକୁ ଜଣେଇଥିଲେ ତେଣୁକରି ତାଙ୍କରି ନାମ ଅନୁସାରେ ଆଉ ସେ କେତେ ମସିହାରେ ଜଣେଇଥିଲେ ନା 1953 ମସିହାରେ ଏଟାକୁ ଜଣେଇଥିଲେ ତେଣୁକରି ତାଙ୍କୁ ସମ୍ମାନରେ ତାଙ୍କ ସମ୍ମାନ ପାଇଁ ଆମେ ଏଇ ସାଇଟ୍ରିକ୍ ଅମ୍ଳ ଚକ୍ରକୁ ତାଙ୍କ ନାମ ଅନୁସାରେ କଣ କରୁଛୁ ନା ହେନ୍ସ ଯୋଉ କ୍ରେବ୍ସ ସାଇକେଲ ବୋଲି ଆମେ କହିଥାଉ କଣ କହିଥାଉ ନା କ୍ରେବ୍ସ ସାଇକେଲ ବୋଲି କହିଥାଉ ତମମାନେ ଚାହିଁଲେ କହିପାରିବ ସାଇଟ୍ରିକ୍ ଅମ୍ଳ ଚକ୍ର ତମମାନେ ନହେଲେ କହିପାରିବ କ୍ରେବ୍ସ ସାଇକେଲ ବୋଲି ୟାକୁ ମଧ୍ୟ କହିପାରିବ ତାହେଲେ ଏଇଟା ଥିଲା ସାଇଟ୍ରିକ୍ ଅମ୍ଳ ଚକ୍ର ଉପରେ ଏଇଟା ଥିଲା ଆମର ବିଷୟ ତାହେଲେ ଆଜିର କ୍ଲାସକୁ ମୁଁ ଆଶା କରୁଛି ତମମାନେ ପୁରା ବୁଝି ଯାଇଥିବ ତମମାନେ ଯଦି ବୁଝି ଯାଇଥିବ ତାହେଲେ କମେଣ୍ଟରେ ଯାଇକି କ୍ଲିୟର ବୋଲି ଲେଖିପାରିବ ତାହେଲେ କ୍ଲାସଟି ଭଲ ଲାଗିଥିଲେ ଭିଡ଼ିଓକୁ ଆମର ଲାଇକ୍ କରିବେ ଆଉ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିବେ ତାହେଲେ ଆଜି ପାଇଁ ଏତିକି ରହୁଛି ଜୟ ଜଗନ୍ନାଥ।